ଯଦି ବର୍ଷା ହେଲା ତାହେଲେ ଆମ ଦେଖି କେଉଁ କେଉଁ ରୋଗ ଆସିଥାଏ, ଯେମିତିକି ଲେଟ୍ ବ୍ଲାଇଟ୍, ଡାଉନ୍ ବ୍ଲିଡିଂ, ପାଉଡର ମିଲ୍ଡିଂ। ଫସଲରେ ପ୍ରଥମ ସ୍ପ୍ରେ ଆମେ କ'ଣ ଦେବା ଦରକାର? ନମସ୍କାର ସାଙ୍ଗମାନେ, ଆପଣମାନେ ଦେଖୁଛନ୍ତି ଏଗ୍ରିକଲଚର ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲ୍। ଆଜି ଆମର ଭିଡ଼ିଓ ବନେଇବାର କୌଣସି ବି ମୋଟର ନଥିଲା, କାରଣ ଦେଖନ୍ତୁ ଯେମିତି ଆମର ପ୍ଲଟ୍ରେ ପୁରାପୁରି ଫସଲ ଲାଗିଛି, ଆପଣଙ୍କ ପ୍ଲଟ୍ରେ ମଧ୍ୟ ପୁରାପୁରି ଫସଲ ଲାଗିଛି। ଯେମିତିକି ଏବେ ବର୍ତ୍ତମାନ ଯେମିତି ମେ ଜୁନ୍ ଚାଲୁଛି ଆମର ଫସଲ ଲଗାଇବାର ଟାଇମ୍। ଆପଣଙ୍କ ମନରେ ଗୋଟେ ପ୍ରଶ୍ନ ଆସୁଥିବ, ପୁରାପୁରି ମଞ୍ଜିରୁ ଚାରା କରିକି ଆମେ ପ୍ଲଟ୍ରେ ଲଗାଇଥିଲୁ, ଯେତେବେଳେ ବର୍ଷା ହେଲା ତାହେଲେ ଆପଣ ପ୍ରଥମ ସ୍ପ୍ରେ କ'ଣ ଦେବା ଦରକାର? ଦେଖନ୍ତୁ, ଯଦି ଆପଣ ଚାରା ଲଗାଇବେ, ଚାରା ପୁରାପୁରି ଆମ ମେନ୍ ଫିଲ୍ଡରେ ଲଗାଇଦେବେ। ଯଦି ଆପଣ ହାଲକା ବର୍ଷା ହେଲା ବା ମିଡ଼ିୟମ୍ ବର୍ଷା ହେଲା ତାହେଲେ ଆପଣ କେଉଁ ଫଞ୍ଜିସାଇଡ୍ ବା କେଉଁ ଇନସେକ୍ଟିସାଇଡ୍ ସ୍ପ୍ରେ କରିବା ଦରକାର? ଆଜି ଆମେ ଭିଡ଼ିଓ ମାଧ୍ୟମରେ ପୁରାପୁରି ଡିଟେଲ୍ସରେ କଥା ହେବା ଆମେ ଫସଲରେ ପ୍ରଥମ ସ୍ପ୍ରେ ଆମେ କ'ଣ ଦେବା ଦରକାର। ଯେମିତିକି ଋତୁ ଅନୁସାରେ ମଧ୍ୟ ଆମ ସ୍ପ୍ରେର ରିକ୍ୱାରମେଣ୍ଟ ଅଲଗା ଅଲଗା ହୋଇଥାଏ। ଚାଲନ୍ତୁ ଡେରି ନ କରି ଯିବା ଆମେ ଟପିକ୍ ଉପରକୁ। ଟପିକ୍କୁ ଯିବା ଆଗରୁ ଯେଉଁ ଚାଷୀ ଭାଇମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, କାରଣ ଏମିତିକା ନଲେଜଫୁଲ୍ ଭିଡ଼ିଓ ଆପଣ ପ୍ରଥମେ ଦେଖିପାରିବେ। ଚାଲନ୍ତୁ ଡେରି ନ କରି ଯିବା ଆମେ ଟପିକ୍ ଉପରକୁ। ଯେକୌଣସି ଆମେ ଭିଡ଼ିଓ ମାଧ୍ୟମରେ କଥା ହେବା ପୁରାପୁରି ଲଜିକ୍ ଉପରେ ଆମେ କଥା ହେବା। ବିନା ଲଜିକରେ ଆପଣ କୌଣସି ବି କାମ କରନ୍ତୁ ନାହିଁ। ଯଦି ଆପଣ ବିନା ଲଜିକରେ କାମ କରିବେ କୌଣସି ବି ଆପଣଙ୍କୁ ପ୍ରଫିଟ୍ ହେବ ନାହିଁ। ଯେତେବେଳେ ଆମର ମଞ୍ଜିରୁ ଚାରା ହେଲା, ଚାରାରୁ ଆମେ ମେନ୍ ଫିଲ୍ଡରେ ଲଗାଇବା ଆଗରୁ ଆପଣଙ୍କୁ ଗୋଟେ କଥା ଧ୍ୟାନ ଦେବାକୁ ପଡ଼ିବ। ଚାରା ଥିବା ଉପରେ ଆପଣ ଗୋଟିଏ ସ୍ପ୍ରେ ନେବେ। କ'ଣ ନେବେ? ଗୋଟେ ହେଲା ଡେଲିଗେଟ୍, ଗୋଟେ ହେଲା ରୋକୋ। ଚାରାରେ ଆପଣ ସ୍ପ୍ରେ ନେଇଗଲେ, ନେଇସାରିବା ପରେ ଗୋଟେ ଦିନ ପରେ ଆପଣ ଟିପି କରିଦେବେ, ଟ୍ରାନ୍ସପ୍ଲାଣ୍ଟ କରିଦେବେ। ଟ୍ରାନ୍ସପ୍ଲାଣ୍ଟ କରିବାର 2-3 ଦିନ ମଧ୍ୟରେ ବର୍ଷା ହୋଇଗଲା, ତାହେଲେ ଆପଣଙ୍କ ମନରେ ଗୋଟେ ପ୍ରଶ୍ନ ଆସୁଥିବ, କେଉଁ ଫଞ୍ଜିସାଇଡ୍ ଆମେ ସ୍ପ୍ରେ କରିବା ଦରକାର? କଣ୍ଟାକ୍ଟ କରିବା ନା ସିଷ୍ଟମିଂ କରିବା ନା କେଉଁ ଫଞ୍ଜିସାଇଡ୍ କରିବା? ପୁରାପୁରି ଡିଟେଲ୍ସ ଆମେ କଥା ହେବା। ଦେଖନ୍ତୁ ଆମର ଲଜିକ୍ କ'ଣ କ'ଣ ଆସୁଛି। ଦେଖନ୍ତୁ, ଯଦି ବର୍ଷା ହେଲା ତାହେଲେ ଆମ ଦେଖି କେଉଁ କେଉଁ ରୋଗ ଆସିଥାଏ, ଯେମିତିକି ଲେଟ୍ ବ୍ଲାଇଟ୍, ଡାଉନ୍ ବ୍ଲିଡିଂ, ପାଉଡର ମିଲ୍ଡିଂ। ମୁଖ୍ୟତଃ ବର୍ଷାରେ 3ଟି ରୋଗ ଆସିଥାଏ। ଆମେ କେଉଁ ଫଞ୍ଜିସାଇଡ୍ ସ୍ପ୍ରେ କରିବା ଦରକାର, କେଉଁ ପୋକମରା ଆମେ ସ୍ପ୍ରେ କରିବା ଦରକାର? ଦେଖନ୍ତୁ, ପ୍ରଥମେ ଆମର ଲଜିକ୍ ବୁଝିଲେ କେଉଁ କେଉଁ ରୋଗ ଆସୁଛି। ଡାଉନ୍ ମିଲ୍ଡିଂ, ଲେଟ୍ ବ୍ଲାଇଟ୍, ପାଉଡର ମିଲ୍ଡିଂ, এই 3ଟି ମୁଖ୍ୟତଃ ରୋଗ ଆସିଥାଏ। ଯଦି ଆମେ ପ୍ରଥମରେ କଥା ହେବା କେଉଁ ଟେକ୍ନିକାଲ କାମ କରିବ, ଦେଖନ୍ତୁ ପ୍ରଥମରେ ଆସୁଛି ମାଇକ୍ଲୋବିଟାନିଆ। ଏଇ ଟେକ୍ନିକାଲ ଆପଣ ସ୍ପ୍ରେ କରିପାରିବେ। ଆପଣଙ୍କ ମନରେ ଗୋଟେ ପ୍ରଶ୍ନ ଆସୁଥିବ, ଏଇ ଟେକ୍ନିକାଲ କେଉଁ ଫଞ୍ଜିସାଇଡ୍ରେ ଆସୁଛି? ଗୋଟେ ହେଲା ଇଣ୍ଡେକ୍ସ, ଆଉ ଗୋଟେ ହେଲା 16। ଏଇ ଦୁଇଟି ନାଁରେ ଏଇ ମାଇକ୍ଲୋବିଟାନିଆ ଟେକ୍ନିକାଲ ଆସୁଛି। ଏମିତି ନାହିଁ ଆପଣ 16 ଇଣ୍ଡେକ୍ସ ନେବେ, ଯେକୌଣସି ମଧ୍ୟ ଆପଣ ଏଇ ମାଇକ୍ଲୋବିଟାନିଆ ଏ ଟେକ୍ନିକାଲକୁ ନେଇ ଆପଣ ସ୍ପ୍ରେ କରିବେ। ଇଏ ତ ହେଲା ଫଞ୍ଜିସାଇଡ୍। ଯଦି ଆମେ ଇନସେକ୍ଟିସାଇଡ୍ ବିଷୟରେ କଥା ହେବା, ଗୋଟେ ହେଲା କନଫିଡର ହେଲା, ଯାହାକି ଆପଣ ବାୟୋର ପୁରାପୁରି ଜାଣିଥିବେ, ଏବଂ ଆଉ ଗୋଟେ ହେଲା ଅଲିକା, ଯାହାକି ସିଜେନା କମ୍ପାନୀର ଅଲିକା ପୁରାପୁରି ଆପଣ ଜାଣିଥିବେ। କନଫିଡର ଏବଂ ଅଲିକା ଯେକୌଣସି ଗୋଟାକୁ ଆପଣ ନେଇ ସ୍ପ୍ରେ କରିପାରିବେ। ଇଣ୍ଡେକ୍ସ ହେଲା, 16 ହେଲା, ଏଇ ଦୁଇଟିରୁ କୌଣସି ବି ଗୋଟେ ଆପଣ ନେବେ। ଆପଣ ଡୋଜ୍ କେତେ ନେବେ? ଦେଖନ୍ତୁ 15 ଲିଟର ପାଣିରେ 7ରୁ 8 ଗ୍ରାମ ଫଞ୍ଜିସାଇଡ୍କୁ ନେଇପାରିବେ। ଯେକୌଣସି ଗୋଟେ ଫଞ୍ଜିସାଇଡ୍କୁ ଆପଣ ନେବେ। ଯଦି ଇନସେକ୍ଟିସାଇଡ୍କୁ ନେବା 15 ଲିଟର ପାଣିରେ, ଯଦି କନଫିଡରକୁ ନେବେ 8ରୁ 10 ml ନେଇପାରିବେ। ଯଦି ଆମ ଅଲିକାକୁ ନେବେ 4ରୁ 5 ml ଆପଣ ସ୍ପ୍ରେ କରିପାରିବେ। ଆଜି ଆମେ ଭିଡ଼ିଓ ମାଧ୍ୟମରେ ପୁରାପୁରି ଡିଟେଲ୍ସ କଥା ହେଲେ ବର୍ଷା ଦିନେ ଆମର ପ୍ରଥମ ସ୍ପ୍ରେ କ'ଣ ଦେବା, ତା ସହିତ ପୁରାପୁରି ଲଜିକ୍ ଉପରେ କଥା। ଯଦି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ମିଶିବା ଆଉ ଏକ ସୁନ୍ଦର ଭିଡ଼ିଓ ସାଥିରେ, ନୂଆ ଗୋଟେ ଟପିକ୍ ସାଥିରେ। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର, ଧନ୍ୟବାଦ। ଜୟ ଯବାନ, ଜୟ କିଷାନ।